ପିଲାମାନେ 6 ସେମିଷ୍ଟର ପିଲାମାନଙ୍କ ସବୁଠୁ ଅଧିକ ଦୁର୍ବଳତା ରହିଥାଏ ତାଙ୍କର କୋର ପେପର 14 ରେ। କାହିଁକି ନା ଦେଖନ୍ତୁ ତାଙ୍କର ସବୁଠୁ ଅଧିକ ବିଷୟ କହିତେ ଗଲେ ତାଙ୍କର କୋଉଠି ଥାଏ ନା 14 ହିଁ ଅଛି। କାହିଁକି ନା ଦେଖନ୍ତୁ ତମର ୟୁନିଟ୍ 1 ରେ ରହିଯାଇଛି କଣ ଭାଷଣ କଳା, ଦଳଗତ ଆଲୋଚନା, ଗୋଟେ ସାକ୍ଷାତକାର, ତିନିଟା ଅଛି। ଦେନ୍ ସେହିପରି ୟୁନିଟ୍ 2 ରେ କଣ ଅଛି ନା ସମ୍ବାଦ ପ୍ରସ୍ତୁତି, ଫିଚର ରଚନା, ବିଜ୍ଞାପନ ପ୍ରସ୍ତୁତି। ସେମିତି ୟୁନିଟ୍ 3 ରେ କାର୍ଯ୍ୟାଳୟରେ ଓଡ଼ିଆ ଲିଖନ ବିଧି ହେଲା। ଯୋଉ ତମର ୟୁନିଟ୍ 3 ର ତମର କେତେ କଣ ଅଛି ଦେଖନ୍ତୁ, ଯେମିତି ନଥି ପ୍ରସ୍ତୁତି ହେଇଯାଉ, ଅନୁବିଧି, ଟିପ୍ପଣୀ ପ୍ରସ୍ତାବ ହେଲା, ତା ସହିତ ଅଧିସୂଚନା, ବିଜ୍ଞପ୍ତି, ଘୋଷଣା ଲିଖନ, ପତ୍ର ଲିଖନ, ଅନେକ ସାରା ଅଛି। ତ ପିଲାମାନେ ଏଇଠି ମତେ ପଚାରିବେ ସାର୍ ଆମର ପଢିବା କଣ, ଆମେ ଲଙ୍ଗ କ୍ୱେଶ୍ଚନ ପଢା କରିବା ତ କୋଉଟା କରିବା ହେଲା। ତ ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ +3 ର 6 ସେମିଷ୍ଟାର ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକି ନା ପିଲାମାନେ ଆଜିର ଭିଡ଼ିଓ ମାଧ୍ୟମରେ ଯୋଉ ତମର କୋର ପେପର 14 ହେଲା, ତମର କୋର ପେପର 14 ର ଆମେ ସମ୍ପୂର୍ଣ୍ଣ ଭାବରେ তোমার এক্সাম প্রিভিয়স ইয়ার কোশ্চেন গুড়িক আলোচনা করা 2023 আরম্ভ করি 2025 তক হল। তো পিলা আমি ওড়িশার বিভিন্ন ইউনিভার্সিটি গুড়িকর কোশ্চেন পেপর আলোচনা করা যে অলগা অলগা ইউনিভার্সিটি গুড়িকর কেমতি কেমতি কোশ্চেন পকাউছি এবং আমাকে কেমিতি কোন প্রিপেয়ার হবার আছে। তো সবকিছি আজির ভিডিও মাধ্যমে তোমাকে কহিবি মানে আসব কোটি কোশ্চেন দেখুন তোমার এতে গুড়ি ଅଛି। তো সেইপাই ମୁଁ ଭାବିଲି ଚାଲନ୍ତୁ ଆଉ ତୁମକୁ ଦେଖେଇଦେବି ହେଲା କେମିତି କ'ଣ କୋଶ୍ଚେନ୍ ଆସୁଛି। ସେଇପରି ଭାବରେ ତୁମର ୟୁନିଟ୍ 4 ର ବି ମଧ୍ୟ ହେଲା ସଫ୍ଟୱେୟାର ହେଇଯାଉ, ସଫ୍ଟୱେୟାର ଏବଂ ହାର୍ଡୱେୟାର ପକେଇଦେବ কিংবা তোমার ফন্ট বিষয়ে পকাইদেব, কিবোর্ড বিষয়ে পকাইদেব, ওয়ার্ড প্রসেসিং, বনান, ব্যাকরণ, অনেক সারা ଅଛି ହେଲା। ତ ସେମିତି ଆମେ ଦେଖିବା ହେଲା କେମିତି କ'ଣ ଆସିଛି ତମର ୟୁନିଟ୍ 1 ର କେମିତି ପଢୁଛି, ୟୁନିଟ୍ 2 ର କେମିତି ପଢୁଛି ହେଲା। ଆଉ ତୁମର ଆଉ ଗୋଟେ ତମର ମେନ୍ ଜିନିଷ ଦେଖିବା ଯୋଉଟା କି କ'ଣ ନା 2023 ର କୋଶ୍ଚେନଟି 2024 କୁ ରିପିଟ୍ ହଉଛି କି ନାହିଁ ହେଲା। ଆମେ ଫାର୍ଷ୍ଟ ଆଜିର ଭିଡ଼ିଓ ମାଧ୍ୟମରେ ଆମର ମକସଦ ହଉଛି କି ସେଇଟା ହିଁ ଆମେ ଦେଖିବା ଯେ ଆମେ ଯୋଉ କୋଶ୍ଚେନ ଗୁଡ଼ିକ ରିପିଟ୍ ହଉଛି କି ନାହିଁ, ଯଦି ହଉଛି କେତେ ବର୍ଷ ରିପିଟ୍ ହଉଛି ହେଲା। ତ ପିଲାମାନେ তোমরা তো জানিছ 100 ବର୍ଷ ନୂଆ ନୂଆ କୋଶ୍ଚେନ୍ ଆସେନି, ସେଇଗୁଡ଼ିକ ହିଁ ବୁଲେଇ ବାଙ୍କକି ଟିକେ ପକେଇ ଦିଅନ୍ତି କିନ୍ତୁ ଏନ୍ସର ରହିବ ସେମ୍। ତ ସେଇଟା ଆମେ ଦେଖିବା କେମିତି କ'ଣ ରହୁଛୁ ହେଲା। ଏଇଟା ଦେଖନ୍ତୁ তোমার 2023 ର ଏଟା ଗୋଟେ ୟୁନିଭର୍ସିଟିର କୋଶ୍ଚେନ୍ ପେପରଟି ଆମେ ଆଲୋଚନା କରିବା। ଦେନ୍ 2024, 25, 26 ତ ହେଇନି, ଦେନ୍ 25 ପର୍ଯ୍ୟନ୍ତ ଯିବା ଚାଲ। ଭାଷଣ କଳା କାହାକୁ କହନ୍ତି ଏବଂ ଭାଷଣର ବିଭିନ୍ନ ଦିଗ ଉପରେ ଆଲୋକପାତ କର କିମ୍ବା ଅରେ କ'ଣ ଅଛି ଦଳଗତ ଆଲୋଚନାର ଉପଯୋଗିତା। ଦେଖନ୍ତୁ ଏଇଟା ଦୁଇଟା ପଳେଇଲା, ଭାଷଣ କଳା ପକେଇଲା, ଦେନ୍ ଦଳଗତ ଆଲୋଚନା ପକେଇଲା, ଦୁଇଟା ପକେଇଲା। ଆଉ କ'ଣ ପଡ଼ିନି ନା ଆମର ସାକ୍ଷାତକାରଟା ପଡ଼ିନି, এটা বাদ হচ্ছে সাক্ষাৎকার। যদি সাক্ষাৎকার ধর ভাষণ করা পড়ব কিংবা সাক্ষাৎকার পড়ব হল, তো সেইটা কৌছি ভাষণ করাটা নিহতি ভাবে পড়ন্তু। ভাষণ করা হল সেটা প্রায় আসে কোশ্চেন। দেন দেখো 2 নম্বর কোন আছে সম্বাদ কইলে কোন বুঝ এবং সম্বাদ কিপরি প্রস্তুত করা যাইতে বিশদ ভাবে আলোচনা কর। সম্বাদ আসিলা দেন বিজ্ঞাপন, এটা অরে দেখো বিজ্ঞাপন কিপরি প্রস্তুত করা যায় পুঙ্খানুপুঙ্খ ভাবে আলোচনা করা হল। এটা তোমার বিজ্ঞাপন বিষয়ে পকাই দেলা, বিজ্ঞাপন আসিলা ଆଉ ସମ୍ବାଦ ଆସିଲା ହେଲା। କ'ଣ ପଡ଼ିନି ନା ଫିଚର ରଚନା ପଡ଼ିନି, ଫିଚର ରଚନା। ତ ସେଇଟା ପିଲାମାନଙ୍କୁ ଟିକେ ହାର୍ଡ ଲାଗେ, କାହା ଅପେକ୍ଷା ସମ୍ବାଦ ଆଉ ବିଜ୍ଞାପନ ଅପେକ୍ଷା ସେଇଟା ଟିକେ ହାର୍ଡ ଲାଗେ। ତ ସେଇଟା ତୁମେ ଖାଲି ସର୍ଟ କ୍ୱେଶ୍ଚନ ପାଇଁ ପଢ଼ା କର ହେଲା, କିନ୍ତୁ ତୁମର ସମ୍ବାଦ ଆଉ ବିଜ୍ଞାପନ ଏଇଟା ତୁମେ ଲଙ୍ଗ କ୍ୱେଶ୍ଚନ ପାଇଁ ପଢ଼ା କର ବାସ୍ ହେଲା। ଏଇଟା ଲଙ୍ଗ କ୍ୱେଶ୍ଚନ ପାଇଁ ପଢ଼ା କର, ଏଗୁଡ଼ା ଲେଖିପାରିବ। ସେଇଟା ତୁମର ଟିକେ ହାର୍ଡ ଅଛି ଦୁଇଟା ଅପେକ୍ଷା ହେଲା। ଦେଖ 3 নম্বর কোন କାର୍ଯ୍ୟାଳୟରେ ଓଡ଼ିଆ ଲିଖନ ବିଧି ଉପରେ ପର୍ଯ୍ୟାଲୋଚନା କର। କାର୍ଯ୍ୟାଳୟରେ ଯୋଉ ଓଡ଼ିଆ ଲିଖନ ବିଧି ଅଛି ତ এইটা তোমার কোনটা আইলা না ୟୁନିଟ୍ 3 ରୁ। দেখুন ୟୁନିଟ୍ 3 ରୁ କେତେ ଅଛି ନଥି ପ୍ରସ୍ତୁତି, ଅନୁବିଧି, ଟିପ୍ପଣୀ। ତ ଏଇଠୁ କ'ଣ ଆସିଲା ନା କାର୍ଯ୍ୟାଳୟରେ ଓଡ଼ିଆ ଲିଖନ ହେଲା, କାର୍ଯ୍ୟାଳୟରେ ଓଡ଼ିଆ ଲିଖନ ବିଷୟରେ ପକେଇ ଦେଲା। ଅରେ କ'ଣ ଅଛି ନା ପତ୍ର ଲିଖନ କଳା ଓ ତାହାର ପ୍ରକାର ଭେଦ, ପତ୍ର ଲିଖନ କେତେ ପ୍ରକାର ସେ ବିଷୟରେ ଲେଖିବ ହେଲା। ଦେଖନ୍ତୁ ଦି ଟାଇପ୍ର ଆସିଲା କୋଶ୍ଚେନ୍ ବୁଝିଲା, ପତ୍ର ଲିଖନ ଆସିଲା ଆଉ ଗୋଟେ କାର୍ଯ୍ୟାଳୟରେ ଓଡ଼ିଆ ଲିଖନ ବିଧି। ତ ସେମିତି এইটা তোমার ୟୁନିଟ୍ 3 ରେ ମନେ ରଖ। ଆଉ ଯୋଉ ନଥି ପ୍ରସ୍ତୁତି ହେଇଯାଉ କି ଅନୁଭୂତି ପ୍ରସ୍ତୁତି ହେଇଯାଉ, ତ ଯେତେ ସାରା ଅଛି তোমার ସବୁ ଗୁଡ଼ିକ ଭଲ ଭାବରେ ପଢ଼। କାହିଁକି ନା ଦେଖ তোমার ୟୁନିଟ୍ 1 ଏବଂ ୟୁନିଟ୍ 2 ମୁଁ କହିଦେଲି କେମିତି କ'ଣ ଆସିବ ହେଲା। সেটাতে সম্বাদ বিজ্ঞাপন প্রস্তুতি মেন রହୁଛୁ। ଆଉ ଉପରଟାରେ ଭାଷଣ କରା ଆଉ ଦଳଗତ ଆଲୋଚନା ଲେଖ କି ସାକ୍ଷାତକାର କିମ୍ବା ଭାଷଣ କରାଟା ନିହାତି ଭଲସେ ପଢ଼ା କର ହେଲା। ତ ସେଇଟାই ତାପରେ ବୁଝିଲା। ଦେନ୍ କିନ୍ତୁ তোমার ୟୁନିଟ୍ 3 କଥା ମୁଁ କହୁଛି ଟିକେ ଭଲସେ ପଢ଼। କାହିଁକି ନା ଦେଖ ୟୁନିଟ୍ 3 କେମିତି କ'ଣ କୋଶ୍ଚେନ୍ ଆସିଛି ନା ତମେ ଜାଣିଛ ନା ଆମେ ଜାଣୁଛେ ନା ଯିଏ ପ୍ରତିବର୍ଷ ଏକ୍ସାମ୍ ଦେଉଛନ୍ତି ନା ସେ ପିଲାମାନେ ମଧ୍ୟ ଜାଣୁନାହାନ୍ତି କେମିତି କ'ଣ କୋଶ୍ଚେନ୍, ମାନେ ସବୁଥିରେ ନୂଆ ନୂଆ ଆସୁଛି ନା। ସେଟା ମୁଁ ଦେଖଉଛି ହେଲା କେମିତି ଆସୁଛି। ମୁଁ ଅଲରେଡ଼ି ଦେଖି ସାରିଛି ବଟ୍ ଆଉ ତ ତୁମକୁ ଦେଖି ଦେଉଛି ହେଲା କେମିତି କ'ଣ ଆସୁଛି। ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ ସମ୍ପର୍କରେ ଆଲୋକପାତ କର, এটা কম্পিউটিকরণ বিষয় পকাই দেলা। দেন ওড়িয়া সামাজিক ওয়েবসাইট উপরে আলোচনা কর। আরে আমার ওড়িয়া যে সামাজিক ওয়েবসাইট গুড়িক আছে যেমনি কোণ আর সোশিয়াল মিডিয়া হল, যেমনি হোয়াটসঅ্যাপ হয়ে যাও, ফেসবুক, ইনস্টাগ্রাম, আরে ইউট্যুব হল, তুমি যা বি কিছু তোমার ফোনে চলাউছ তো সেইগুড়িক বিষয়ে ହିଁ ଲେଖିବ ହେଲା। ଆଉ କିଛି ଇଆଡ଼ୁ ସିଆଡ଼ୁ କିଛି ରକେଟ ସାଇନ୍ସ ପାଠ ନାହିଁ ଯେ ସାର୍ ଆମେ ପାରିବୁନି ଲେଖିପାରିବୁନି କେମିତି କ'ଣ ଲେଖିବୁ, ତ ସେଗୁଡ଼ା କିଛି ନାହିଁ। ଆରେ ତୁମେ ଯାହା ଚଲାଉଛ ତମ ଫୋନରେ ହ୍ୱାଟ୍ସଆପ୍ ବିଷୟରେ ଲେଖିପାରିବନି। ହ୍ୱାଟ୍ସଆପ୍ କ'ଣ, ୟୁଟ୍ୟୁବରେ କେମିତି ଭିଡ଼ିଓ ଦେଖ ହେଲା, ଫେସବୁକ୍ କ'ଣ କେମିତି ପୋଷ୍ଟ, ଅନେକ ସାରା ତୁମେ ଲେଖିପାରିବ ହେଲା। ତୁମେ ଥରେ ମୁଁ ଲଙ୍ଗ କ୍ୱେଶ୍ଚନ୍ ଭିଡ଼ିଓଟା କ୍ଲାସଟା କରିଦେଇଛି, ସେଗୁଡ଼ା ଦେଖ। ତାପରେ ତୁମ ମୁଣ୍ଡରେ ଗୋଟେ ଆଇଡ଼ିଆ ଆସିଯିବ ହେଲା। ଆଲତୁ ଫାଲତୁ ଜିନିଷ ଲେଖିବନି, ଯେମିତି ଫେସବୁକ୍ରେ ଏମିତି ଟ୍ୟାଗ୍ କୋଲାବରେସନ୍ କରନ୍ତି, ସେଗୁଡ଼ା କିଛି ଲେଖିବନି ହେଲା। ମୁଁ କହିଦେଇଛି ଭିଡ଼ିଓଟା କେମିତି କ'ଣ ସେଗୁଡ଼ା ଦେଖ, ଦେନ୍ ତୁମେ ଜାଣିପାରିବ, ଆଇଡ଼ିଆ ଗୋଟେ ପଳେଇ ଆସିବ।
এটা কিছু সর্ট কোশ্চেन গুড়াক ଅଛି ହେଲା ଗୋଟେ ଦେଖ ଏମିତି ଆସୁଛି ଏକ୍ଜାମରେ ସାକ୍ଷାତକାର ଉପଯୋଗିତା କ'ଣ ଭାଷଣର ପ୍ରକାରଭେଦ ଉଲ୍ଲେଖ କର ହେଲା ସୁଭାଷଣ କହିଲେ କ'ଣ ବୁଝ ସୁଭାଷଣର ଦୁଇଟି ଉଦାହରଣ ଉଲ୍ଲେଖ କର ଫିଚର କହିଲେ କ'ଣ ବୁଝ ହେଲା ସମ୍ବାଦର ଭାଷା ଏଗୁଡ଼ା ବହୁତ ଇଜି ଅଛି କୋଶ୍ଚେନ ଗୁଡ଼ାକ ଏଗୁଡ଼ା ମୁଁ ଭାବୁଛି ପ୍ରାୟତଃ ତମେ ଲେଖିପାରିବ ହେଲା ଏଗୁଡ଼ା ମୁଁ କିଛି କହୁନାହିଁ ଖାଲି ବାସ୍ ଜଷ୍ଟ ତୁମକୁ ଦେଖେଇ ଦେଉଛି ତମେ ଜାଣିପାରିବ ଯେ ସର୍ଟ କୋଶ୍ଚେନ ଏମିତି ଆସିଛି ତମେ ଆଖି ପଡ଼ିଯିବ ହଁ ଏଗୁଡ଼ା ମୁଁ ତ ପଢ଼ିଥିଲି ପ୍ରିନ୍ସ ସାର୍ଙ୍କ ପାଖରେ ତ ଏଗୁଡ଼ା ତମେ ଲେଖିପାରିବ ହେଲା ସେଥିପାଇଁ ଏଗୁଡ଼ା ମୁଁ ଦେଖେଇ ଦେଉଛି ଦେନ୍ ଆମେ 2023 ଗଲେ ଦେନ୍ 2024 ଯିବା ଚାଲ ତ ପିଲାମାନେ 2024 ଦେଖିବା ତା ପୂର୍ବରୁ ଆମେ ଯେଉଁ ଆଉ ଗୋଟେ ପ୍ୟାଟର୍ନ କିଛି ପିଲାମାନେ କମେଣ୍ଟରେ କହିବେ ସାର୍ ଆମର ତ ଏମିତି ପ୍ୟାଟର୍ନ ନାହିଁ ଆମର 1 ମାର୍କ ଅଛି 2 ମାର୍କ ଅଛି ଏବଂ 3 ମାର୍କ ଅଛି ଆଉ 7 ମାର୍କ ଅଛି ଆମେ କେମିତି ଲେଖିବୁ ଏଟା ତ ଅଲଗା ପ୍ୟାଟର୍ନ ଆଲୋଚନା କଲେ ତ ସେଇ ପିଲାମାନଙ୍କର ଫାଷ୍ଟ ମୁଁ କହି ରଖୁଛି ଯେ ତମର କ୍ୱେଶ୍ଚନ ପ୍ୟାଟର୍ନ ହିଁ ମ୍ୟାଟର କରେନି ଆଜି ପ୍ୟାଟର୍ନ ମୁଁ ଆସି ତୁମକୁ କ୍ୱେଶ୍ଚନ ପ୍ୟାଟର୍ନ ମାନେ କ୍ୱେଶ୍ଚନ କେମିତି ଆସୁଛି ହେଲା ଏକ୍ଜାମରେ ତମର ମନର ଗୋଟେ ଭୟଟା ଅଛି ସେ ଏକ୍ଜାମରେ କେମିତି ଆସିବ ଆମେ କେମିତି ଲେଖିବୁ ଆମେ ପାରିବୁ ନା ନାହିଁ ସେ ଗୋଟେ ଭୟଟା ଅଛି ସେଇଟା ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ ହେଇଯିବ ହେଲା ସେଥିପାଇଁ ମୁଁ ଭିଡ଼ିଓଟା ଆଲୋଚନା କରୁଛି ବାସ୍ କ୍ୱେଶ୍ଚନ ଗୁଡ଼ିକ ତୁମକୁ ଦେଖେଇ ଦେଉଛି ହେଲା କ୍ୱେଶ୍ଚନ ପ୍ୟାଟର୍ନ ଯେମିତି ଆସେ ସେଗୁଡ଼ା ମ୍ୟାଟର କରେନି ବାସ୍ ଦେଖ ଏମିତି ସର୍ଟ କୋଶ୍ଚେନ ଯଦି 1 ମାର୍କର ବି ଆସିଲା ଦେନ୍ ଏମିତି ଆସିବ କ୍ୱେଶ୍ଚନ ଗୁଡ଼ିକ ଦେଖ ସମାଜ ଖବର କାଗଜର ପ୍ରତିଶତ କିଏ ଦେଖନ୍ତୁ କେତେ ଇଜି ଇଜି କ୍ୱେଶ୍ଚନ ଗୁଡ଼ାକ ପଡ଼ୁଛି ଏକ୍ଜାମରେ ଲେଖିପାରିବେନି ଏଇଟା କମ୍ପ୍ୟୁଟର ମାଉସ କାହାକୁ କୁହାଯାଏ ମାଉସର କାମ କ'ଣ ସିପିୟୁ କ'ଣ ହେଲା ସିପିୟୁର ପୁରା ନାମ କ'ଣ ଏଗୁଡ଼ା ଆମେ ଆଲୋଚନା କରିଛେ ଏଗୁଡ଼ା କିଛି ମାନେ ଏଗୁଡ଼ା କିଛି ବାହାଦୁରୀ କଥା ନାହିଁ ତାପରେ ଦେଖିବା ଏଇଟା 2 ମାର୍କର ଏମିତି କିଛି ପଡ଼ିଛି ତମେ ପାରିବ ତ ଏଗୁଡ଼ା ସ୍କ୍ରିନସଟ୍ କରିକି ନୋଟ୍ କରିବ ହେଲା ତମାନେ ଜାଣିପାରିବ ଯେ କେମିତି କ'ଣ କ୍ୱେଶ୍ଚନ ଆସୁଛି ନହେଲେ ତମେ ପାଠ ଏକ୍ଜାମରେ ପଢ଼ୁଥିବ ଗୋଟେ ଟାଇପ୍ର ତମେ ପଢ଼ୁଥିବ ଆଉ ଗୋଟେ ଟାଇପ୍ର ଏଗୁଡ଼ା ଦେଖ ଇଜି ଇଜି କ୍ୱେଶ୍ଚନ ଗୁଡ଼ାକ ହେଲା ଦେନ୍ ଗଲା ଆମେ ବର୍ତ୍ତମାନ ଲଙ୍ଗ କ୍ୱେଶ୍ଚନ ପାଖକୁ ଯିବା ଯେଉଁଟାକି ତମେ 7 ମାର୍କ ହେଲା ଦେଖ 7 ମାର୍କର କ'ଣ ଅଛି ନା ଭାଷଣର ପ୍ରକାରଭେଦ ଆଲୋଚନା କର ଫାଷ୍ଟ କ'ଣ ପକେଇଦେଲା ଭାଷଣ ଦେନ୍ ଓରେ ଅଛି କ'ଣ ସାକ୍ଷାତକାର ଏଠି କ'ଣ ବାଦ କୋଉଟା ଗଲା ଦଳଗତ ଆଲୋଚନା ତାକୁ ଏଇଠି ବାହାର କରିଦେଲା ହେଲା ଦଳଗତ ଆଲୋଚନା ନାହିଁ ଭାଷଣ କରା ଆସିଲା ଭାଷଣ କରାର ପ୍ରକାରଭେଦ ତା ସଂଜ୍ଞା ସ୍ୱରୂପ ଆସିପାରିଥାନ୍ତା କିନ୍ତୁ ଭାଷଣ ପ୍ରକାରଭେଦ ଆସିଲା ଆଉ ଗୋଟେ ସାକ୍ଷାତକାର ପାଇଁ ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କର ଦୁଇଟା ଆସିଲା ହେଲା ଦଳଗତ ଆଲୋଚନାଟା ଆସିଲା ନାହିଁ ଏଇ ଦୁଇଟା ହିଁ ତମେ ଦେଖ ଆଉ ଏଠାରେ ତମେ କୋଉଟା ବାଦ ଦେବ ନା ୟୁନିଟ୍ 2 ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ଏଇଟା କି ହଁ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ସମ୍ପର୍କରେ ଏକ ସମ୍ବାଦର ଚିଠା ପ୍ରସ୍ତୁତ କର ଚିଠା ପ୍ରସ୍ତୁତ ଏଇଟା ସାୟଦ କୋଉଠୁରେ এটা ୟୁନିଟ୍ 3 ନା 2 ରୁ ଆସିଛି କମେଣ୍ଟ ସେକ୍ସନ ଜଣାଉ ତ ଏଇ 5 ନମ୍ବରଟା ହେଲା ମୋତେ ୟୁନିଟ୍ 3 ର କ'ଣ ହେଉଛି ନା ସମ୍ବାଦର ଚିଠା ପ୍ରସ୍ତୁତ କର ସମ୍ବାଦ ହଁ ଏଇଟା ୟୁନିଟ୍ 2 ରୁ ଆସିଛି ହେଲା ୟୁନିଟ୍ 2 ରୁ ହିଁ ଆସିଛି ତ ଗୋଟେ ସମ୍ବାଦରୁ ଆସିଛି ଦେନ୍ ଆଉ ଗୋଟେ ଆସିଛି ତମର ବିଜ୍ଞାପନ କଳା କହିଲେ କ'ଣ ବୁଝ ସଦୃଷ୍ଟାନ୍ତ ଚର୍ଚ୍ଚା କର ବିଜ୍ଞାପନ କଳା ଏଇଟା ଆସିଲା ହେଲା ବିଜ୍ଞାପନ ଆସିଲା ଏଠି ଫିଚର ରଚନାରେ ବାଦ ପଳାଇଲା ଫିଚର ରଚନା ବହୁତ ରେୟାରରେ ଆସେ ବୁଝିହେଉଛି ଦେନ୍ ଦେଖ ଯଦି ବି ଆସିଲା ତମେ ଅରେ ଯାହା 12ଟା ଲେଖି ପକେଇବ ଫିଚର ରଚନାକୁ ଛାଡ଼ିଦିଅ ହେଲା 6 ନମ୍ବର କ'ଣ ଅଛି ଦେଖ କାର୍ଯ୍ୟାଳୟ କ୍ଷେତ୍ରରେ ଚିଠା ଓ ଚିଠି ମଧ୍ୟରେ ପାର୍ଥକ୍ୟ ଆକଳନ କର ଚିଠା କ'ଣ ଆଉ ଚିଠି କ'ଣ ହେଲା ଦୁଇଟା ମଧ୍ୟରେ ପାର୍ଥକ୍ୟ କ'ଣ ଲେଖିବ ଏଇଟା ହେଲା ତମର କାର୍ଯ୍ୟାଳୟରେ ଚିଠା ପ୍ରସ୍ତୁତି ସେଇଟା ଆସିଛି ହେଲା ୟୁନିଟ୍ 3 ରୁ ଆଉ ଗୋଟେ ଆସିଲା କାର୍ଯ୍ୟାଦେଶ ବା ୱାର୍କ ଅର୍ଡର କ'ଣ ସଦୃଷ୍ଟାନ୍ତ ବୁଝାଇ ଲେଖ କାର୍ଯ୍ୟାଦେଶ ଏଇଟା ଗଲା ଦେନ୍ ୟୁନିଟ୍ 4 ରେ ଦେଖ କ'ଣ ଅଛି ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ସ୍ଥିତି ବର୍ଣ୍ଣନା କର ଓଡ଼ିଆ ଭାଷାରେ କେମିତି ଗଣମାଧ୍ୟମରେ ବ୍ୟବହାର କରାଯାଏ ସେଗୁଡ଼ା ଲେଖିବ କିମ୍ବା ତୁମର ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ ବିଭିନ୍ନ ଦିଗ ଆଲୋଚନା କର କମ୍ପ୍ୟୁଟରୀକରଣ ଯେତେ ଗୁଡ଼ିଏ ଦିଗ ଅଛି ତ ସବୁଗୁଡ଼ିକ ଦିଗ ପ୍ରତି ଆଲୋଚନା କରିବ ସିପିୟୁ ହେଇଯାଉ ମାଉସ୍ ହେଇଯାଉ ସଫ୍ଟୱେୟାର ହାର୍ଡୱେୟାର ସବୁ କିଛି ଆଲୋଚନା କରିବ କମ୍ପ୍ୟୁଟର ପୁରା ଡିଟେଲ୍ସରେ ହେଲା ତ ଏଇଟା ଗଲା ତୁମ 2023 ର ଅଲଗା ୟୁନିଭର୍ସିଟି ବର୍ତ୍ତମାନ ଆମେ ଦେଖିବା 2024 ହେଲା ଚାଲ ତ ପିଲାମାନେ ଏଇଟା ଦେଖ ତୁମର 2024 ର କ୍ୱେଶ୍ଚନ ହେଲା ତୁମର ଫୁଲ୍ ଟୋଟାଲ 60 ମାର୍କର ଅଛି ଦେଖ କ'ଣ ଅଛି ହେଲା ଦେଖ ଅଧିସୂଚନା କହିଲେ କ'ଣ ବୁଝ ଏଇଟା କେତେ ମାର୍କର ତ ଏଇଟା ଜଣା ପଡ଼ୁନି ହେଲା ଫଟୋଟା ସେମିତି କଟିଯାଇଛି ଦେଖ ଅଧିସୂଚନା କହିଲେ କ'ଣ ବୁଝ ଏଇଟା 8 ମାର୍କ ମାନେ ଏଇଟା ଭାବୁଛି ଏଇଟା 2 ମାର୍କ ବାଲା ବୋଧେ ହଁ 2 ମାର୍କ ବାଲା ସଫ୍ଟୱେୟାର କହିଲେ କ'ଣ ବୁଝ ଟିପ୍ପଣୀ ଫର୍ଦ୍ଦ କହିଲେ କ'ଣ ବୁଝ ହେଲା ଫିଚର 2ଟି ବିଶେଷତ୍ୱ ଲେଖ ଦେନ୍ ଏଇଠି ଆସିଲା ଲଙ୍ଗ କ୍ୱେଶ୍ଚନ ଗୁଡ଼ାକ ଦେଖ ସଫଳ ସାକ୍ଷାତକାରର ସ୍ୱରୂପ ନିର୍ଣ୍ଣୟ କର ସାକ୍ଷାତକାର ବିଷୟରେ ଲେଖିବ କିମ୍ବା ପରେ ଅଛି ଭାଷଣ କରାର ବିବିଧ ଦିଗ ଉପରେ ଆଲୋଚନା କର ଭାଷଣ କରା ଆସିଲା କିମ୍ବା ସାକ୍ଷାତକାର ଆସିଲା ଏଠି କ'ଣ ଆସିଲାନି ନା ଦଳଗତ ଆଲୋଚନା ଆସିଲାନି ଦେଖ ତାପରେ ଦେଖିବା ବିଜ୍ଞାପନର ବିବିଧ ଦିଗ ଓ ବିଦିଗ ଉପରେ ଆଲୋକପାତ କର ବିଜ୍ଞାପନ ଆସିଲା ଦେନ୍ ଏଇଠି ଫିଚର ରଚନା ପକାଇଦେଲା ଦେଖ ସେଠାରେ ଫିଚର ଥିଲାନି ଏଇଠି ଫିଚର ପକାଇଦେଲା ଏଠି କ'ଣଟା ବାଦ ରହିଗଲା ନା ବିଜ୍ଞାପନ ତ ଆସିଛି ସମ୍ବାଦଟା ବାଦ ରହିଗଲା ହେଲା ବ୍ୟବସାୟିକ ପତ୍ର ଲେଖିଲା ବେଳେ କି ଦିଗ ପ୍ରତି ଧ୍ୟାନ ଦେବା ଉଚିତ ସଦୃଷ୍ଟାନ୍ତ ବୁଝାଅ ଏଇଟା ବ୍ୟବସାୟିକ ଯେଉଁଟା ବିଜନେସ୍ ଲାଇନ୍ର କିଛି ପତ୍ର ଗୁଡ଼ିକ ଲେଖିବ ସେଠି କ'ଣ କ'ଣ ମାନେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ସେଇଟା ଲେଖିବ ଦେନ୍ ନଥି ପ୍ରସ୍ତୁତି ପଳେଇଲା ନଥି ପ୍ରସ୍ତୁତି ହେଲା ଯେଉଁ ଫାଷ୍ଟରେ ଅଛି ସେଇଟା ନଥି ପ୍ରସ୍ତୁତି ଓ ଅନୁଭୂତି ସମ୍ପର୍କରେ ଆଲୋଚନା କର ମୁଁ କହୁଛି ନା ୟୁନିଟ୍ 3ଟା ଆଉ 3 ଆଉ 4 ସେଇଟା ଦୁଇଟା ଭଲସେ ପଢ଼ ହେଲା ସେଇଟା କିଛି ବି ପକାଇ ଦେଇପାରେ ସେଠାରୁ ସଫ୍ଟୱେୟାର ହାର୍ଡୱେୟାର ମଧ୍ୟରେ ପ୍ରଭେଦ ଲେଖ ସଫ୍ଟୱେୟାର କ'ଣ ହାର୍ଡୱେୟାର କ'ଣ ଗୋଟେ ଲେଖ
ଦେନ୍ ପରେ କଣ ଅଛି ଓଡ଼ିଆରେ ଥିବା ସାମାଜିକ ୱେବସାଇଟ୍ ଦେଖ ସାମାଜିକ ୱେବସାଇଟ୍ ମାନେ ମୁଁ ତୁମକୁ କହିଥିଲି ଯେଉଁ ହ୍ୱାଟ୍ସଆପ୍ ଫେସବୁକ୍ ହେଲା ଯେଉଁ ସୋସିଆଲ ମିଡ଼ିଆ ଗୁଡ଼ାକ ସେଗୁଡ଼ା ଲେଖିପାରିବ। ତାପରେ ଆମେ ଦେଖିବା 2024ର ଅଲଗା ୟୁନିଭର୍ସିଟିର ନହେଲେ 25 ଦେଖିବା ଚାଲ। ତ ଚାଲ 2025 ହିଁ ଆମେ 3ଟା ୟୁନିଭର୍ସିଟି ଦେଖିବା। ଏଟା ଗୋଟେ ୟୁନିଭର୍ସିଟି ଦେଖ ପେଟେଣ୍ଟ କଣ ରହୁଛି ଏଟା 2 ମାର୍କ ହେଲା। ଏଲଇଡି ର ପୁରା ନାମ କଣ ହେଲା ଆଉ ଗୋଟେ ଇଏନଆଇଏସସି ର ପୁରା ନାମ କଣ ଅଟେ ଏଗୁଡ଼ା ଆସିଛି। ତାପରେ ସେମିତି ଇମେଲ ରେ ଇ ର ଅର୍ଥ କଣ ହେଲା ଫିଚର କୁ ଓଡ଼ିଆରେ କଣ କୁହାଯାଏ ସେମିତି କିଛି କ୍ୱେଶ୍ଚନ ଆସିଛି। ତାପରେ ଲଙ୍ଗ କ୍ୱେଶ୍ଚନ କୁ ଡାଇରେକ୍ଟ ଯିବା ହେଲା। ଆମେ ତ ମେନ୍ ଟାର୍ଗେଟ ଲଙ୍ଗ କ୍ୱେଶ୍ଚନ ରିପିଟ୍ ଅପସନ ଦେଖିବା। ଦେଖ ସାକ୍ଷାତକାର ପ୍ରକାର ଭେଦ ଆଲୋଚନା କର ଏଟା କାହାର କେତେ ମସିହା 2025 କ୍ୱେଶ୍ଚନ ଆମେ ଆଲୋଚନା କରୁଛେ ହେଲା। ଦେନ୍ ଅରେ ଅଛି ଭାଷାର ଏକ କଳାତ୍ମକ ବିଜ୍ଞାନ ବିଚାର କର ଏଟା ଭାଷଣ ଆସିଲା ଉପରଟା କଣ ନା ସାକ୍ଷାତକାର ଭାଷଣ ଆସିଲା। ଏଇଠି କଣ ବାଦ ରହିଲା ଦଳଗତ ଆଲୋଚନା। ବର୍ତ୍ତମାନ ଦେଖ ସମ୍ବାଦ ପ୍ରସ୍ତୁତିକାରରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ ଆଲୋଚନା କର। ସମ୍ବାଦର ଆସିଲା ସଫଳ ପ୍ରଭାବଶାଳୀ ବିଜ୍ଞାପନର ବୈଶିଷ୍ଟ୍ୟ ଓ ଲକ୍ଷଣ ବୋଲି ଉଲ୍ଲେଖ କର। ବିଜ୍ଞାପନ ପ୍ରସ୍ତୁତି ସମ୍ବାଦ ବିଜ୍ଞାପନ ପ୍ରସ୍ତୁତି 4 ନମ୍ବର ଅଛି ଯୋଉଟା ଇଜି ଲାଗୁଛି ସେଇଟା ଲେଖ ହେଲା। ଅଧିସୂଚନା ଓ ଘୋଷଣା ଲିଖନ ମଧ୍ୟରେ ସଦୃଶ୍ୟ ବୈସାଦୃତ ଦର୍ଶାଇ ଏଦ୍ୱୟର ରଚନାଗତ ବୈଶିଷ୍ଟ୍ୟ ଆଲୋଚନା କର। ରଚନାଗତ ବୈଶିଷ୍ଟ୍ୟ କହିଛି ଏଇଠି ଆଲୋଚନା କରିପାରିବ କିମ୍ବା ଅଛି ବ୍ୟବସାୟିକ ପତ୍ରର ବୈଶିଷ୍ଟ୍ୟ ନିରୂପଣ କରି ଏହାର ଦୃଷ୍ଟାନ୍ତ ପ୍ରଦାନ କର ହେଲା। ଦିଟା ଅଛି ଏଇଠି ବି ଯୋଉଟା ତୁମକୁ ଇଜି ଲାଗୁଛି ସେଇଟା ଲେଖ। ତାପରେ ତମର ଲାଷ୍ଟ ଅଛି ୟୁନିଟ୍ 4 ରୁ କଣ ଆସିଛି ଦେଖିବା ହେଲା। ଇମେଲ ର ବ୍ୟବହାର ସମ୍ପର୍କରେ ସବିଶେଷ ଆଲୋଚନା କର କିମ୍ବା ଅରେ ଅଛି ତମର ଇନସ୍କ୍ରିପ୍ଟ କିବୋର୍ଡରେ ଓଡ଼ିଆ ଟାଇପ୍ କରିବାର ବିବିଧ ପ୍ରଣାଳୀ ସମ୍ପର୍କରେ ଆଲୋଚନା କର। ଓଡ଼ିଆରେ କେମିତି ଟାଇପ୍ କରିପାରିବେ ହେଲା। ତ ଏଟା ଟିକେ ପ୍ରାୟ ବହୁତ ହାର୍ଡ ଅଛି ହେଲା ମାନେ ଅନେକ ସାରା ଯଦି ତମେ ମୁଖସ୍ଥ ଘୁଷି ଦେଇଛ ତ ଲେଖି ପକାଅ ଆଉ ଯଦି ନ ଘୁଷିଛ ଏଇଟା ଲେଖିବ। ଇମେଲ ବ୍ୟବହାର ସମ୍ପର୍କରେ ଇମେଲ କେମିତି ଗୋଟେ ଜାଗାରୁ ଆଉ ଗୋଟେ ମାନେ ବହୁତ କମ ସମୟରେ ପଠେଇ ହବ ତ ଅନେକ ସାରା ତଥ୍ୟ ଆମେ ଇମେଲ ବିଷୟରେ ଲେଖିପାରିବା ଏଇଠି ହେଲା। ଦେନ୍ ଚାଲ ଅଲଗା ୟୁନିଭର୍ସିଟି ଦେଖିବା କେମିତି କଣ ଆସିଛି ହେଲା ଚାଲ। ତ ଚାଲ ଏଟା ଆଉ ଗୋଟେ ୟୁନିଭର୍ସିଟି ଦେଖିବା କେମିତି ଆସିଛି ହେଲା। ଫାଷ୍ଟ ତମର ଦିମାଗର 8ଟା ପକେଇଦେଲା ଭାଷଣ କଣ ଦଳଗତ ଆଲୋଚନା କାହାର ପ୍ରତି ଶବ୍ଦ ହେଲା ଇତ୍ୟାଦି ସବୁ ଆସିଛି ଯୋଉ କ୍ୱେଶ୍ଚନ ଗୁଡାକ ଟିପ୍ପଣୀ କଣ ଅଧିସୂଚନା କଣ ହେଲା ସାମାଜିକ ୱେବସାଇଟ୍ କଣ ସୋସିଆଲ ମିଡିଆ ବୁଝିହଉଛି ସୋସିଆଲ ମିଡିଆ କଣ ଲେଖିପାରିବ ହ୍ୱାଟ୍ସଆପ୍ ଫେସବୁକ୍ ଲେଖି ପୁରା ଭର୍ତ୍ତି କରିଦେବ ଏଇଟା ତମେ ଜାଣିଛ। ତାପରେ ଦେଖ 16 ନମ୍ବର 4ଟା ପକେଇ ଦେଇଛି କଣ ଅଛି ଭାଷଣ କରାର ପରିଭାଷା ଓ ବୈଶିଷ୍ଟ୍ୟ ନିରୂପଣ କର। ଭାଷଣ କଳା ବିଷୟରେ ଅଛି ଆରାମସେ ଲେଖିପାରିବ ହେଲା। ଭାଷଣ କଳା ରହିଲା। ତାପରେ ଅର ଅଛି ଦଳଗତ ଆଲୋଚନା ଦେଖ ଏଇଠି ପଡ଼ିଆଇଲା ଦଳଗତ ଆଲୋଚନା କେତେ ପରେ ଦେଖ ଏଟା ମାନେ ବହୁତ କମ ପଡେ ଦଳଗତ ଆଲୋଚନା। ଯଦି ବି ତମେ ଦଳଗତ ଆଲୋଚନା ଲେଖିବନି ତ ନ ଲେଖ ଭାଷଣ କଳା ଲେଖି ପକେଇବ ବୁଝିହଉଛି ନା। ଭାଷଣ କଳାଟା କମ୍ପଲସରି ପଢା କର। ସ୍ୱରୂପ ଓ ବୈଶିଷ୍ଟ୍ୟ ଉପସ୍ଥାପନା କର ଦଳଗତ ଆଲୋଚନାରୁ ସେମିତି ଲେଖିବ। ତାପରେ ସମ୍ବାଦ ପ୍ରସ୍ତୁତିର ବିବିଧ ସ୍ତର ଉପରେ ଆଲୋକପାତ କର। ସମ୍ବାଦ ପ୍ରସ୍ତୁତିର କ୍ୱେଶ୍ଚନ ଆସିଲେ ଲେଖିପାରିବ ହେଲା। ତାପରେ ହେଲା ସରକାରୀ ବିଜ୍ଞାପନର ଏକ ଉଦାହରଣ ପ୍ରସ୍ତୁତ କର। ସରକାରୀ ଯୋଉ ବିଜ୍ଞାପନ ମାନେ କଣ ଯୋଉଟା କି ଏଡଭର୍ଟାଇଜ ଗୁଡାକ ଆମେ ଟିଭିରୁ ଦେଖୁଛେ ତ ସେଇ କାହିଁ। ତ ଦେଖୁ 4 ନମ୍ବର କଣ ଅଛି ହେଲା କାର୍ଯ୍ୟାଳୟ ଘୋଷଣାର ଏକ କଣ ପ୍ରାରୂପ ଉପସ୍ଥାପନ କର। ପ୍ରାରୂପ ବିଷୟରେ ଲେଖିବ କିମ୍ବା ହେଲମେଟ ବ୍ୟବହାରର ଅନିବାର୍ଯ୍ୟର ଦର୍ଶାଇ ସାନ ଭାଇ ନିକଟକୁ ଏକ ପତ୍ର ଲେଖ। ଲୋକମାନେ ହେଲମେଟ ବ୍ୟବହାର ବହୁତ କମ କରୁଛନ୍ତି ହେଲା ମାନେ ତାକୁ ଖାତିର କରୁନାହାନ୍ତି ତ ସେଇ ବିଷୟରେ କିଛି ପତ୍ର ଲେଖିବାର ଅଛି। ତ ଏଗୁଡ଼ା ଯୋଉଟା ଇଜି ଲାଗୁଛି ଲେଖ। ଏଗୁଡ଼ା ତମେ ଭାବନି ଯେ ଆମେ କେମିତି ପଢା କରିବୁ ଏଗୁଡ଼ା ତ ଆମେ ପଢିନୁ ବହିର ଆରେ ତମର ତମେ ଯାହା ଭାବୁଛ ସେଇ ଠିକ। ଏତେ ବଡ଼ ପିଲା ହେଲଣି ତୁମେ ମାନେ ତୁମର ଦେଖନ୍ତୁ ଦୈନନ୍ଦିନ ଜୀବନରେ ସବୁ କିଛି ଜାଣିଛ ଯେ ବର୍ତ୍ତମାନ ଦୁନିଆରେ କଣ ସବୁ ହଉଛି କୋଉଟା ଠିକ କୋଉଟା ଭୁଲ ତ ସେଗୁଡ଼ା ହିଁ ଲେଖିବ ହେଲା। ତ ଏଗୁଡ଼ା କିଛି ତମର ନୈତିକ ଚିନ୍ତାଧାରା ଯାହା ଅଛି ତ ସେଇଆ ହିଁ ଲେଖିବ ହେଲା ଅଲଗା କିଛି ଲେଖିବା ଦରକାର ନାହିଁ। ଦେନ୍ ଦେଖ ଓଡ଼ିଆ କିବୋର୍ଡର ସମ୍ୟକ ଆଲୋଚନା ଉପସ୍ଥାପନ କର। କିବୋର୍ଡ ବିଷୟରେ ଲେଖିବ। ଦେନ୍ ଆସିଲା ଅରେ ଦେଖ ଓଡ଼ିଆ ସାମାଜିକ ୱେବସାଇଟ୍ର ସାମ୍ପ୍ରତିକ ସ୍ଥିତି ଆକଳନ କର। ଫେସବୁକ୍ ଟ୍ୱିଟର ଯାହା ବି କିଛି ରହିଲା ସେ ବିଷୟରେ ତମେ ଲେଖିପାରିବ କୋଉଠି ଏଇଠି ହେଲା। ଦେନ୍ ଆମେ ତାପରେ ଯିବା ତାପରେ ତମର 2025 ପାଇଁ ଆଉ ଗୋଟେ ଲାଷ୍ଟ ଅଲଗା ୟୁନିଭର୍ସିଟି ଦେଖ। ତ ପିଲାମାନେ ସେତିକି ଆଲୋଚନା କରିବା ଭିଡ଼ିଓଟି ବହୁତ ବଡ଼ ହେଇଗଲା ହେଲା। ଆମେ ଯଦି ସର୍ଟ କ୍ୱେଶ୍ଚନ ପାଇଁ ଆଉ ଗୋଟେ ନେକ୍ସଟ ଅଲଗା ଭିଡ଼ିଓ ଗୋଟେ କରିବା ଯୋଉଠିକି ସର୍ଟ ଆଉ ଲଙ୍ଗ ଉଭୟ କିଛି ଆଲୋଚନା କରିବା ହେଲା। ତ ଆକ୍ଚୁଆଲି ମୁଁ ତୁମକୁ ଫାର୍ଷ୍ଟ ଲାଷ୍ଟ ମାନେ କେତେ 2023 ରୁ ଆରମ୍ଭ କରିକି 2025 ତକ ଦେଖେଇଦେଲି କ୍ୱେଶ୍ଚନ। ଆମେ ଯୋଉ ଗୋଟେ ଯଦି ତମମାନେ ଚାହୁଁଛନ୍ତି ସାର୍ କି ଆମେ ଗୋଟେ ଯୋଉ କ୍ୱେଶ୍ଚନ ପେପର ଆଲୋଚନା କରିବା ଯେମିତି 2023 ରେ ଆମେ ସବୁ ଗୁଡ଼ିକ ଆଲୋଚନା କରିବା କଣ ନା ସର୍ଟ କ୍ୱେଶ୍ଚନ ହେଇଯାଉ ଲଙ୍ଗ କ୍ୱେଶ୍ଚନ ହେଇଯାଉ 2 ମାର୍କ 3 ମାର୍କ ସବୁ କିଛି ଆମେ 2023 ର ଫୁଲଟା ଆଲୋଚନା କରିବା। ଯଦି ସେମିତି ଚାହୁଁଛନ୍ତି ତ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖିଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ।